जो दोष राज्य में पशि जाइए बर्तमान दोष राज्य एते तो ठीक खोजले मिलूनी से दोष खोजले मिल कारण से ओरिजिनल प्राभव এটা প্রাভব সেটা প্রাভব এই প্রাভব অবস্থা ସେଟା ଭଗବାନ କହୁଛନ୍ତି 2 ବର୍ଷ ଧାରି ମୋର ଧାରି ଉପରେ ମୁଁ ଥିଲାବେଳେ ମୋର ବାସ୍ତବତା ଥିଲା ମଥୁରା ଆସିଲା ପରେ କମ ପଡିଗଲା ଆପଣ ଯେ ଆସିଲେ ବଡ ଲୋକ ହେଲେ ବଡ ଅଫିସର ହେଲେ ମନ୍ତ୍ରୀ ହେଲେ ପଇସା କମେଇଲେ ପୁଅ ଝିଅ ତିଆରି କରିକି ଗାଁ ଟା ଗୋଟେ ପଞ୍ଚାୟତ ବସେଇଲେ କେତେଥର ଜେଲ ବି ଯାଇକି ଆସିଛନ୍ତି ଏଇରାକେ ନିଶ୍ଚିତ ଭାବରେ ଚିନ୍ତା କରୁଛୁ ଯେ तार जो ताप आप पड़ुव निश्चित भाव में आप कोमार पड़ो मन पड़ो बहुत बढ़िया पीरियड एते स्फूर्ति स्फूर्ति मन भितर साहस करने माने जो अदम्य चेष्टा आते फूर्ति सब कौन माड़ी बड़ी कौन पाठ पढ़िबार बहुत उत्साह ये आम सामना घर ब्रजवासी पंडा 2टा छुआ बड़ बड़ हो गोटे बाहा छुआ पिला तार आगे सामटा बाहा जोड़ा आगे छोट अवस्था मतलब फास्ट आसली बड़ा घर अच्छी सामटा किए गोटे तार सांग पिला दौड़ा दौड़ी पड़े बालनागिरी कर दौड़ दौड़ी पहुंची आसे सीता तड़ते आम जो पहुंचला रिजला पहुंचला है तो भाई घर अच्छे डाकिदी तू मत पिटी पार भाई अच्छी डाकिदी आसीगला से सारू तो जहाँ कमजोर होता ये तार जोर पड़गला घर पक आस पड़ा मो भाई की से दबिगला पड़गला भाई बोली गोटे थर ये रटी कर इे भागी जाए सी दौड़ी घर पड़े से पिला आज प्रकृतिर सम्मुखीन है कहार शत्रुतार पड़ुची से सब भाई की डाकुची भाई भाई सहित विमान आए तो वकिल डाक वकिल हो धूपर बसुले सांग डाकी जो रास्ता अच्छे ए समय भाई बल दब साहस दब शक्ति दब वकिल डाकला बेले वकिल कौन दब किसी दबनी शत्रु नौ टाणी सी नब टाणी वकिल तुम टाणी नब ना तुम दिया रिपोर्ट कर बाबा देखा जाना अरे देखा ले हाँ तो अंतर्मुखी ये पॉइंटर उद्देश्य हूँ भगवान चाहते भक्त बाबू साधक मुझे जो अनुभूति टाक आज लोभ कर लालसा कर आस्वादन करने चाहूँगी मोर माधुर्य मत ही आकर्षण करुँ कौन मथुरा द्वारका थी गोपलीला टाक बेसी आकर्षण कर भगवान को जोटा प्रभो वैभव भगवान दीटा ये अन्य को आकर्षण करने कथा कौन भगवान निजे आकर्षण होती बाबा यहाँ भागवत अच्छी जो आकर्षण माने गोपलीला प्रति प्रभु जो आकर्षण यहाँ भागवत चर्चा आम द्वारका लीला को जाइए पाठ पढ़ी पढ़ी जाइए साढ़े द्वारका लीला आसो आउ द्वारका कहते ना देखला बेले भगवान निजे दिने कुरुक्षेत्र सब जाते कौन सा स्मरण करुले द्वारका लीला को ना गोपलीला कौन शीत से चलता गोपलीला सब स्मरण कर राधाराणी कह सब जिन उपलब्ध करुँच सुख से कहीं तुम ताल गोपू जोटा कि महाप्रभु
ଏସବୁ ପ୍ରଥମ ଥରେ ଆସିଥିଲା ହଁ ରଥଯାତ୍ରା ଜଗନ୍ନାଥଙ୍କ ଆଗରେ ରଥଯାତ୍ରା ସମୟରେ ମହାପ୍ରଭୁ କୀର୍ତ୍ତନ ଆଗରେ ସବୁ କରନ୍ତି। ସବୁ କଣ ଅନୁଭୂତି କରିକି ଯାଉଛନ୍ତି କୀର୍ତ୍ତନ କରନ୍ତି। ତୁମେ ସେଇ କୃଷ୍ଣ ମୁଁ ସେଇ ରାଧା, ସେ କୁରୁକ୍ଷେତ୍ର ଚିନ୍ତନଟାକୁ ସେ ଭାବନାଟାକୁ ହିଁ ଜଗନ୍ନାଥଙ୍କ ଯାତ୍ରାରେ ଆଣୁଛନ୍ତି। ଆଣୁଛନ୍ତି। କୁରୁକ୍ଷେତ୍ରରେ ବର୍ତ୍ତମାନ ଗୋଟେ ଛାଟ ବାଟେ ଜଗନ୍ନାଥ ମନ୍ଦିର ଅଛନ୍ତି। ସେ ବର୍ତ୍ତମାନ ଯାଉଛନ୍ତି କୋଉଠିକି? ଗୋପ ଗୁଣ୍ଡିଚା ମନ୍ଦିର ଗୁଣ୍ଡିଚା ମନ୍ଦିରକୁ ଯାଉଛନ୍ତି। ସେ ହଉଛନ୍ତି ସେଟା ମନେ ପଡୁଛି ରାବଣୀଳାକୁ ଯାଉଛନ୍ତି। କୌମାରରେ ପର୍ଯ୍ୟନ୍ତ ଲୀଳା ସେ ପର୍ଯ୍ୟନ୍ତ ଯାଉଛନ୍ତି, ଅର୍ଥାତ୍ ଗୋପରୀଳାକୁ ଯାଉଛନ୍ତି। ସେଟା ମନେ ପଡୁଛି। ତେଣୁ ଲକ୍ଷ୍ମୀ ଫକ୍ଷ୍ମୀ ସମସ୍ତଙ୍କୁ ବୁଝାବୁଝି କରିକି କପଟ କରିକି ତାଙ୍କୁ ରଖିକି ତାପରେ ରାଧାରାଣୀ ପାଖକୁ ଯାଉଛନ୍ତି। ଆଉ ଯୋଉଟାକି ମହାପ୍ରଭୁ ଅନୁଭୂତି କରୁଛନ୍ତି, ମୁଁ ଆସିଛି କୁରୁକ୍ଷେତ୍ରକୁ, ମୁଁ ବର୍ତ୍ତମାନ ନେଇକି ଯାଉଛି ଗୋପକୁ। ଏଇ ଭାବରେ ହିଁ ତାଙ୍କର କୀର୍ତ୍ତନ କରିକରି ଗୋଟେ କୁରୁକ୍ଷେତ୍ର ଅନୁଭୂତି କରନ୍ତି। କୁରୁକ୍ଷେତ୍ର ଅନୁଭୂତି କରନ୍ତି। ତେଣୁ ଏଇ ହଉଛି ଯେ ପ୍ରଭୁ ବୈଭବ ଉପରେ ଭଗବାନଙ୍କର ଯୋଉ ମାଧୁର୍ଯ୍ୟ ଚର୍ଚ୍ଚା ଚାଲିଛି, ଯେ ଭଗବାନ ନିଜେ ଲାଳାୟିତ ହଉଛନ୍ତି ତାଙ୍କର ଗୋପଦେଶକୁ ବା ଗୋପଲୀଳାକୁ, ଗୋପ ମାଧୁର୍ଯ୍ୟକୁ। ସେମିତି ଏଇଟା ସାଧକ ବାସ୍ତବ ଅନୁଭୂତି କରିବ ତା ଜୀବନରେ ଅନ୍ତର୍ମୁଖ ନିଜର କୌମାର ପର୍ଯ୍ୟନ୍ତ ଈଶ୍ୱର ପର୍ଯ୍ୟନ୍ତ ଚିନ୍ତନ ସେ କରିବ, ତାହେଲେ ଏଇ ଭାବଟା ସେ ଅନୁଭୂତି ଯେତିକି ଯାଏ ମନେ ପଡୁଛି। ପିଲା ଜନ୍ମ ହେଲା ବେଳକୁ କଣ ନାହିଁ ତ କିଛି ମନେ ପଡୁନି। ଆଉ ତାପରେ ଯେତେବେଳେ ସ୍ମୃତି ଟିକେ ଟିକେ ଆସୁଛି, ଏଇ ଅବସ୍ଥାରେ ମୁଁ ଏଇଟା କରିଥିଲି, ମାତ୍ର 6 ବର୍ଷ ଅବସ୍ଥାରେ ଏମିତି କରିଥିଲି। ଧୀରେ 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 ସ୍ମରଣ କରି 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 ଗଲେ କଣ କଣ ସବୁ ଇନସିଡେଣ୍ଟ ଯାହା ସବୁ ମନେ ପଡିବ। ଏଇ ଟାଇମରେ ଏମିତି ହେଇଥିଲା, ମୁଁ ଟିକେ ଅଝଟ ହଉଥିଲି, ଏମିତି ହଁ ସବୁ ମନେ ପଡିବ। କେତେ ଗେଲ ବର୍ଷରେ ହେଇଥିଲି, ଆମ ନିଜ ଗାଁକୁ ଯାଇଥିଲି। ସେଠି ସବୁ କହିଲେ ମୋର, ମୁଁ ଆଜ୍ଞା ସେଇଠି କେମିତି ଖେଳୁଥିଲି ଫୁଟବଲ ସାଙ୍ଗମାନ ସାଙ୍ଗରେ ଘଣ୍ଟାଟେ ତାଙ୍କୁ କହିଛି। ଏମିତି ଯାଉଥିଲି, ଏମିତି ଚଢିକି ଦଉଥିଲି ପଳଉଥିଲି। ଆଉ ସେସବୁ ମନେ ଅଛି, ମନେ ଅଛି। ତାର କାରଣ ବାବା କଣ? ସେଥିରେ ଅହମ ନଥିଲା ନା କଣ? ସେତେବେଳେ ଅହମଟା ସେତେବେଳେ ଏତେ ବଢି ନଥିଲା ସେ ଅବସ୍ଥାରେ। ଅହଙ୍କାର ସେ ସମସ୍ତଙ୍କୁ ସମସ୍ତଙ୍କୁ ସ୍ନେହ ଦଉଥିଲା, ସମସ୍ତ ସ୍ନେହ କାରବାର୍ତ୍ତା ଥିଲା। ସେଠି ଭଲ ପାଇବା କାରବାର୍ତ୍ତା ଥିଲା। ଆଉ କୌମାର ଡେଇଁଲା ପରେ ପର୍ସନାଲିଟି ହେଇଗଲା, ସେ ପର୍ଯ୍ୟନ୍ତ ତାର ପର୍ସନାଲିଟି ନଥିଲା। 12 ବର୍ଷ ପରେ ଧୀରେ 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 ତାର ବଢିବାକୁ ଲାଗିଲା, ପର୍ସନାଲିଟି ଆସିଲା। ତେବେ କୁହନ୍ତୁ, ଆମ ସାଧନ ଆମ ଚିନ୍ତନ କୋଉଠି ଶାସ୍ତ୍ରରେ ଅଛି ନା ବାହାରେ କୋଉଠି ଅଛି? ଆମ ଭିତରେ ହିଁ ସବୁ ଅଛି। ଆମେ ସେଠିକି ଯାଇପାରୁନି, ସେ ଅବସ୍ଥାଟାକୁ ଯାଇପାରୁନି। ସ୍ମରଣ କରି ଅଛି। ବାବା ରଥ ସମୟରେ ଆଇ ତୋଟାରେ ସନ୍ଥମାନେ ଯାଆନ୍ତି, ଜେଜେବାର ସାଙ୍ଗେ ଯାଏ 12 ମୁଣ୍ଡିଆ, ମୁଁ ସମସ୍ତ ମୁଣ୍ଡିଆ। ଏମିତି ନୁହଁ, ପୁରା ସାଷ୍ଟାଙ୍ଗ ଯେତେ ସାଧୁ ଅଛି ସମସ୍ତେ। ସେସବୁ ମନେ ପକେଇବା ଯେତେବେଳେ କଣ କରୁଛୁ କିଛି ଜଣାନି, କିନ୍ତୁ ମୁଣ୍ଡିଆ ସେସବୁ ବର୍ତ୍ତମାନ ଚିନ୍ତନ କଲେ ତ ସେଟା ତ ଧ୍ୟାନ। ଆଉ ସବୁ ମନେ ପଡୁଛି ଗୋଟେ ଗୋଟେ। ଏ କଥା ଚର୍ଚ୍ଚା ଗୋଟେ ଗୋଟେ ମନେ ପଡୁଛି। ଏସବୁ ଧ୍ୟାନ। ବାପା ମାଙ୍କର କେତେ ଗେଲାର ପାତ୍ର ହେଇଥିଲେ ଆପଣ, କେତିକି ସ୍ନେହ କରୁଥିଲେ ସେମାନେ ସେତେବେଳେ ସେଇ ଅବସ୍ଥାଟାରେ। ଆମର କେତେ ଭରସା ତାଙ୍କ ଉପରେ ଥିଲା, କେତେ ଅଳିଅଧ ତାଙ୍କ ପାଖରେ ଥିଲା। ବାସ୍ତବିକ ସେଇ ସନ୍ଥ କୃପାର ଫଳ ଆଣିଛି। ତେଣୁ ସେମିତି ତେଣୁ ଯଶୋଦା ମା ଯୋଉ ପର୍ଯ୍ୟନ୍ତ ପାଳନ କରି ଜାଣିଥିଲେ, ଆଇ ଜୟଦେବଙ୍କର ନାଟକ ବା ଯୋଉ ଗ୍ରନ୍ଥ କଣ ଗୀତ ଗୋବିନ୍ଦ,
ଏଠୁ ଆରମ୍ଭ କଲେ। ବିଚ୍ଛେଦର ପରିଣାମ କ'ଣ? ଯୋଉଟା କି ଗୀତ ଗୋବିନ୍ଦଙ୍କର ଆରମ୍ଭ ସହିତ ଆଉ ବାହାରେ ଥାଇକି ଭଗବାନ କୃଷ୍ଣ ଏକରେ ରାଧାରାଣୀ ଚିନ୍ତିତ ହଉଛନ୍ତି ନା। ଆଉ ଏମିତି ସେମିତି କରୁଥିଲୁ, ଏଠି ସେମିତି ରେଡା ହଉଥିଲା, ସେଠି କିଛି ରେଡା ହଉଥିଲା, ସେଠି ରେଡା ହଉଥିଲା। ଭଗବାନ ତାର କର୍ତ୍ତବ୍ୟକୁ ଯେତେବେଳେ ପାଳନ କରିବାକୁ ଆରମ୍ଭ କଲେ, କଂସ ମାରିବାଠୁ ଆରମ୍ଭ ହେଲା ତାଙ୍କର ସେକରେ। ସେଠି ରାଧାଙ୍କର ବିଚ୍ଛେଦ ଏଠୁ ଘଟିଛି ନା, କଂସ ବଧଠାରୁ ରାଧାଙ୍କ ବିଚ୍ଛେଦ ଘଟିଛି। ସେଇ ବିଚ୍ଛେଦ ସେଠି ସେ ଖୋଜୁଛନ୍ତି ସବୁରି କ୍ଷେତ୍ରରେ, ରାଧାରାଣୀ ଖୋଜୁଛନ୍ତି ସବୁଆଡେ, ସେଠି କୋଉଠି ପାଇନାହାନ୍ତି। ଲାଷ୍ଟକୁ ଯନ୍ତ୍ର ଶିଶୁପାଳ ବଧ ପରେ ପୁଣି ଫେରି ଆସୁଛନ୍ତି ଗୋପକୁ। କଣ ପାଇଁ ଫେରି ଆସୁଛନ୍ତି ନା ଏଇ ରାଧାରାଣୀଙ୍କ ସାଙ୍ଗରେ ବା ଗୋପଙ୍କ লীଳାକୁ ସ୍ମରଣ କରିକି ପଳେଇ ଆସୁଛନ୍ତି। ନନ୍ଦୋସ୍ତାମ ପାଖରେ ଆସି ପହଞ୍ଚି ଯାଇଛନ୍ତି। ଏହି ସମୟ ଭିତରେ ଏକ ସଖୀ ରାଧାରାଣୀଙ୍କ କଥୋପକଥନ ଆଳାପ ଆରମ୍ଭ ହେଇଛି। ଏଇଠି ଗୀତ ଗୋବିନ୍ଦ ଏଇଠୁ ଆରମ୍ଭ। ତୁମର ବିଚ୍ଛେଦରେ ସେ ଆଜି କେତେ ବାଟ ଘୁରି ଘୁରିକି ଆସିକି ପହଞ୍ଚିଲେଣି। ତୁମର ସ୍ନେହ ଲାଗି, ତୁମର ପ୍ରୀତି ଲାଗି ଏଠି ପହଞ୍ଚୁଛନ୍ତି। ଆଉ ତୁମର ସ୍ନେହ ପ୍ରୀତି ବହୁତ ଖୋଜିଛନ୍ତି, ସେଠି କୋଉଠି ପାଇନା ବହୁତ ତୃଷ୍ଣା ବଶବର୍ତ୍ତୀ ହେଇ ସେ ଆସିକି ନନ୍ଦୋସ୍ନା ପାଖରେ ପହଞ୍ଚୁଛନ୍ତି। ତୋ ପାଖରେ ମିଶିବେ। ସେ ନନ୍ଦୋସ୍ନାଙ୍କ ପାଖରୁ ରାଧାରାଣୀ ପାଖକୁ ଆସିବା ପାଇଁ ଯୋଉ ସମୟ ଟିକାକ, ସେଇ ସମୟ ଟିକାକ ହଉଛି ଗୀତ ଗୋବିନ୍ଦ। ସେଇ ସମୟ ଟିକାକ ହଉଛି ଗୀତ ଗୋବିନ୍ଦ। ଗାଁର ମୁଣ୍ଡରେ ବରଯାତ୍ରୀ ବର ଆସି ପହଞ୍ଚିଗଲାଣି, ବାଣ ଫୁଟିଗଲାଣି, ବାଜାଯନ୍ତ୍ର ଆରମ୍ଭ ହେଇଗଲାଣି, ନାଚ କୀର୍ତ୍ତନ ଆରମ୍ଭ ହେଇଗଲାଣି। ଆଉ ଝିଅ ଘରକୁ ଶ୍ୱଶୁର ଘରକୁ ଆସିବା ପାଇଁ ଆଉ ଅଧ କିଲୋମିଟର ଅଛି। ଆଉ ଏ ଭିତରେ ଦେଖିବ ସେ କର ଉତ୍ସବ ଦେଖିବ, ଏ କର ଉତ୍ସବ ଦେଖିବ। ରେଡି ହେଇଥିବ କଣ କରିକି ନେବେ ବୋଲିକି। ହଁ, ସିଏ ଆମେ କଣ ବୈଭବ ଆଣିଛୁ ବୋଲିକି ସେ କରି ଆରମ୍ଭ କରିସାରିବେ। କେତେ ମାଇକ ଦୃଷ୍ଟାନ୍ତ, କିନ୍ତୁ ଏଠି ପରମାର୍ଥ ଅପ୍ରାକୃତ ଲୀଳାର ପରିଚୟ। ଏଠି ଭଗବାନ ଆସିଲେ ନନ୍ଦ ଘରୁ ପଳେଇ ଆଇଲେ। ରାଧାରାଣୀ ନିଜ ଏକ ସଖୀଙ୍କ ପାଖରେ ଅଛନ୍ତି। ନିଜ ସମକକ୍ଷ କୃଷ୍ଣ ଯେ ଖୋଜି ଖୋଜି କୋଉଠି ପାଇଲେନି, ତୁମର ସମକକ୍ଷ ସ୍ନେହ ପ୍ରୀତି, ପୁଣି ପଳେଇ ଆସିଛନ୍ତି। ରାଧାଙ୍କର ଉଲ୍ଲାସ ଥିଲାବେଳେ ବହୁତ ଉଲ୍ଲାସ, ବହୁତ ଖୁସି। କାହିଁକି ଏତେ ଦିନର ଚିନ୍ତନ ସଫଳ ହେବାକୁ ଯାଉଛି ନା, ମିଳନ ହେବାକୁ ଯାଉଛି। ମିଳନ ଭିତରେ ପୁଣି ରାସ୍ତାରେ ଅଟକି ଯାଉଛନ୍ତି। କାହାପରେ ନା ଏଇ ଗୋପୀବାଳଙ୍କ ସାଙ୍ଗରେ। କାହିଁ ସେ କଥାର ପୁଣି ମନେ ପକାଉଛନ୍ତି ନା। ତାଙ୍କ ରୂପ ଲାବଣ ସବୁ କଥା ଚର୍ଚ୍ଚା କରୁଛି। ଏଇଟା ଯୋଉ କହିଲେ ଯେ ନନ୍ଦୋସ୍ନାକୁ ମିଶିବା ପରେ ରାଧାରାଣୀ ମିଶିବା ପର୍ଯ୍ୟନ୍ତ ଏଇ ଭିତରର କଥା ହଉଛି ଗୀତ ଗୋବିନ୍ଦ। ହଁ, ଯେ ଏଇଟା ଅଛି ଗୀତ ଗୋବିନ୍ଦରେ ବା କୋଉଥିରେ? ହଁ, ଗୀତ ଗୋବିନ୍ଦ ପ୍ରାରମ୍ଭ ଦେଇଛି ପୁରା ଦେଇଛନ୍ତି। ହଁ, ଆପଣ ଦେଖୁନାହାନ୍ତି ଗୀତ ଗୋବିନ୍ଦ ପ୍ରାରମ୍ଭିକ କୋଉଠୁ ଆରମ୍ଭ କରିଛନ୍ତି? ଏଇଠୁ ଆରମ୍ଭ କରିଛନ୍ତି। ତେବେ
ତେବେ ଏତେ ଗୀତ ବିଭିନ୍ନ କଥା ଭଗବାନଙ୍କର ଚୈତନ୍ୟ ଚରିତାମୃତରେ ସନାତନ ଗୋସ୍ୱାମୀ ତ ମହାପ୍ରଭୁ କହୁଛନ୍ତି ତ କି ନାଇଁ ଉପଦେଶ ଦଉଛନ୍ତି। କେବଳ ସମ୍ବନ୍ଧ ତତ୍ଵର କଣ ସବୁ ରହସ୍ୟ ଆକର୍ଷଣ ସବୁ ରହିଛି ଏ ବିଷୟରେ ବର୍ଣ୍ଣନା କରୁଛନ୍ତି। ସମ୍ବନ୍ଧ ତତ୍ଵକୁ ପକ୍କା କରୁଛନ୍ତି, ତାର ମାଧୁର୍ଯ୍ୟ କେତେ ଆକର୍ଷଣ ତାର ଉପରେ ରସ ଚର୍ଚ୍ଚା କରୁଛନ୍ତି। ସମସ୍ତଙ୍କୁ ବିଶେଷ ଆକର୍ଷଣ କରୁଛି ତାର ରସ ଉପରେ ଯାଇକି ନା ନିର୍ଦ୍ଦେଶଟା ହଉଛି ରସରେ ଯାଇକି ନା। ତେବେ ସେଇ ରସ ଉପରେ ଭଗବାନଙ୍କର ଏଇ ଯୋଉ ମାଧୁର୍ଯ୍ୟ ଗୁଡାକ ସବୁ ଆସୁଛି ଯେ ଗୋପରେ ଯୋଉ ପୂର୍ଣ୍ଣ ଲୀଳା ହେଲା ଆର ମାଧୁର୍ଯ୍ୟ ଏତେ ଆକର୍ଷଣୀୟ, କିନ୍ତୁ ସେଇ ଭଗବାନଙ୍କୁ ବି ଦ୍ୱାରକା ବା ମଥୁରାରେ ନିଜ ଲୀଳା ନିଜକୁ ଆକର୍ଷଣ କରୁଛି। ତାର ଦୃଷ୍ଟାନ୍ତ ଆମେ ଆଣିଲେ ଯେ ବାବୁ ଦେଖନ୍ତୁ ନିଜର କୋମାଳ ପର୍ଯ୍ୟନ୍ତ ଆସିଯାଆନ୍ତୁ, ସାଧୁଙ୍କୁ ଏଠି କୁହାଯାଉଛି ତୁମର ସେଇ କୌମାର ପର୍ଯ୍ୟନ୍ତ ଯାହା ଥିଲା ସେଇଠିକି ପଳେଇ ଆସନ୍ତୁ। ଏଥିରେ ବୁଝିବାରେ ଆକର୍ଷଣ ଭାବରେ କୌଣସି ଅସୁବିଧା ପଡ଼ିବନି ଆମକୁ ବୁଝିବାରେ। ଆତ୍ମ ବାସ୍ତବତା ଆମର ସ୍ୱରୂପତା କଣ ଆନନ୍ଦ କଣ ଅମୃତ ସବୁ ଅନୁଭୂତି ହେଇଯିବ, ଆମର ଉପଲବ୍ଧି ହେଇଯିବ, ଏଥିରେ ସ୍ଥାୟୀ ହେଇଯିବ। ଆମର ଅଭାବ କମି କିଛି ଦେଖାଯିବନି। ଆପଣ ସେ 14 ବର୍ଷ ଠାରୁ ଏପର୍ଯ୍ୟନ୍ତ ଯାହା ସବୁ ମାଇନସ୍ କରିଦେବେ ନା କଣ ମାଇନସ୍ କରିଦେଲେ ତମର ତତ୍କ୍ଷଣାତ୍ ଏବେ ସବ ପ୍ରାପ୍ତ ହେଇଯିବ, ସବୁ ଅନୁଭୂତି ହେଇଯିବ। ଜୀବନ ଯୋଉ ସାର୍ଥକତା ରହିଛି ଆମର ବାକି ଏଠି ପୂରଣ ହେଇଯିବ। ଦୁର୍ଲଭ କଣ ମନୁଷ୍ୟ ଜନ୍ମରେ ଦୁର୍ଲଭ ଜନ୍ମ ଏଇଠି ଉପଲବ୍ଧ ହେଇଯିବ। ଆସିଲେ ହେଲା ଆସିଲେ ହେଲା। ତେଣୁ ଅତି ସଂକ୍ଷିପ୍ତରେ ଆର ମୀମାଂସା ହେଲା ଯେ ଅନ୍ତର୍ମୁଖୀ ହୁଅ, ନିଜ ପାଖରେ ନିଜ ଜିନିଷକୁ ଖୋଜ ନା କଣ। ଶାସ୍ତ୍ରରେ ଖୋଜିଲେ ହବନି, ବାହାରେ କୋଉଠି ନାହିଁ। ତୀର୍ଥବ୍ରତ ପରିଶ୍ରମ ଏସବୁ ମନର ଭ୍ରମ, ଖୋଜିଲେ ମିଳିବନି କେବେ ନାହିଁ। ଆପଣ ଯେତେ ତୀର୍ଥ କରନ୍ତୁ, ବ୍ରତ କରନ୍ତୁ, ଯାହା କିଛି କରନ୍ତୁ, ସବୁବେଳେ ତ ଏରା ସବୁ କାଟି ଦେଉଛି ନା ନାଇଁ। ଭକ୍ତି ପାଇଁ ଅନ୍ତର୍ମୁଖୀ ପାଇଁ ଏରା ସବୁ କାଟି ଦେଉଛି, ଯେତେ ସାଧନ ସବୁ କାଟି ଦେଉଛି ନା ନାଇଁ, କାଟି ଦେଉଛି। ତ ନିଜ ଜିନିଷ ନିଜ ପାଖରେ ଅଛି। ଟିକେ ପ୍ରାକ୍ଟିକାଲରେ ଟିକେ ଦେଖିବ ଅନ୍ତର୍ମୁଖୀ ହେଲେ ଯେ କ'ଣ ଲାଭ ବା କ'ଣ ପରିବର୍ତ୍ତନ ମାନେ ସେ ଏଇଟା ଗୋଟେ କୋଉଠି ପ୍ରାକ୍ଟିକାଲ ହେବା ଦରକାର। ମୁଁ ତ ଶୁଣିନଥିଲି, ବର୍ତ୍ତମାନ ଶୁଣିଲୁ, କେବେ ତ ଏଇଟା ଶୁଣିନଥିଲି ଏ ପ୍ରକାର। ଆପଣ ନିଜକୁ ଏଇଟା ଚିନ୍ତନ କରୁନାହାନ୍ତି। ହଁ, ଆପଣ କୌମାର ପର୍ଯ୍ୟନ୍ତ ଚିନ୍ତନ କରନ୍ତୁ, ଆସନ୍ତୁ ପଛକୁ ଫେରି ଆସନ୍ତୁ। ଭଗବାନଙ୍କର ନାଁ ବିପ୍ର ନତନ ପ୍ରତି ନା ଦର୍ଶନ ସୂତ୍ର, ମୁଁ ଏଇଟା କିଛି ନୁହେଁ। ସେ ଶବ୍ଦ ଖସିଗଲେ କି ନାହିଁ ସ୍ୱରୂପ ଖସିଗଲେ, ଏହାଦ୍ୱାରା ସବୁ ଅଭିମାନ ଦୂରୀକରଣ ହେଇଯିବ, ସବୁ ଉପାଧି ଗଲା। ନିଜର ସ୍ୱରୂପ ପ୍ରାପ୍ତି, ନିଜର ସ୍ୱରୂପରେ କୌମାର ପର୍ଯ୍ୟନ୍ତ ସାରି ଆନନ୍ଦ ଉତ୍ସବ ମହତ୍ଵ ସବୁ ଅଛି ତା ଭିତରେ। ତାଦ୍ୱାରା କଣ ହବ, ଆପଣ ଯେତେବେଳେ କୌମାର ଚିନ୍ତନ କରିବେ, ଆଉ ଆପଣଙ୍କ ପୁଅ ଝିଅଙ୍କର ବାପ ହେଇକି ଆଉ ରହିବେ, ଆଉ ନା କୋଉ ସ୍ତ୍ରୀର ସ୍ୱାମୀ ହେଇକି ଆପଣ ରହିବେ, ନା କୋଉ ଚାକିରିର
ଅଫିସରେ ଅଫିସର ହେଇକି ରହିବି ଆଉ ଗୋଟେ ନାତି ନାତି ହସିବେ ଏମିତି ହଉଥିଲା ସବୁ କଟିଯିବ ନା କଟିଯିବନି ସେ ଗଲା ସେ ସମସ୍ତେ ପିଲା ହେଇଯିବା ଏ ବିଷୟରେ ତ ନିଶ୍ଚିତ ଭାବରେ ମହାଜନଙ୍କୁ ତ ଦୃଷ୍ଟାନ୍ତ ଆଣିଲେ ଯାଇକି ଆମେ ବୁଝିବା ଆଉ ଭକ୍ତମୂଳକ ଆସନ୍ତୁ ରାଜେନ୍ଦ୍ର ଦାସ କହୁଥିଲେ ଏକ ସେ ରଙ୍ଗନାଥ ନା କୋଉଠି ନା ନା କଣ ନାରାୟଣ ସ୍ୱାମୀ ନା କଣ ହୁଏ ନାରାୟଣ ସ୍ୱାମୀ ନା ପାର ମନେ ରହେନି କିନ୍ତୁ ସବୁଠିକିନା ଯାହାଟା ଶୁଣିଲେ ତାର କଣ ସାରଟା ସେଇଟା ମୋର ମନେ ରହେ ଆଉ ଅନ୍ୟ ଗୁଡା ମନେ ରହେନି ତେଣୁ ବଡ ପ୍ରଭାବଶାଳୀ ସବୁ ବାବଦରେ ଶାସ୍ତ୍ର ଜ୍ଞାନରେ ତ୍ୟାଗ ବୈରାଗ୍ୟରେ ଆଉ ସେ ମୁଠାଧୀଶ ମଣ୍ଡଳ ସବୁ କିଛି ପ୍ରାପ୍ତ ତାଙ୍କୁ ସେ ଶାସ୍ତ୍ର ଚିନ୍ତନ କରୁ କରୁ ଏମିତି ଅନ୍ତର୍ମୁଖ ଚିନ୍ତନ କରୁ 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 ଅନୁଭୂତି କାହିଁକି ହଉନି ବହୁତ ପ୍ରାପ୍ତି ହଉନି କାହିଁକି ବହୁ ଶାସ୍ତ୍ର ନ୍ୟାୟ ସବୁ ପଢିଛନ୍ତି ବହୁତ କଥା ବୁଝଉଛନ୍ତି ଶାସ୍ତ୍ର ବୁଝୁଛନ୍ତି ସାର ଟୀକା ଟିପ୍ପଣୀ ସବୁ ନ୍ୟାୟ ଶାସ୍ତ୍ର ସବୁ ଖୋଲିକି ସବୁ ବୁଝୁଛନ୍ତି ସବୁ ଆଚାର୍ଯ୍ୟ ମାନଙ୍କର ସବୁ ଜୀବନ ସାଧନ ପ୍ରଣାଳୀ ସବୁ କଥା ଜାଣୁଛନ୍ତି ଏହା ତ ଠିକ ଅଛି ମୋର ସ୍ପନ୍ଦନ କାହିଁ ଭିତରେ ବୁଝିହଉଛି ମୋର ସ୍ପନ୍ଦନ କାହିଁ ଏ ଚିନ୍ତନ କରୁ 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 ଗଭୀର ଚିନ୍ତାରେ ପଶିଗଲେ କି ସେ ନିଷ୍ପତ୍ତି ଯେ ଭଗବାନ ତ ପୂର୍ଣ୍ଣା ଶରଣାଗତି ଦୈନ୍ୟତା ତୃଣାଦି ଶୁଣିତ ତରୁର ଶ୍ରେଷ୍ଠ ଦୈନ୍ୟତାର ସ୍ୱରୂପ କହିଛନ୍ତି ଭଗବାନ ଗୋସ୍ୱାମୀ ଦୈନତା ସବୁ ଦେଖିଛନ୍ତି ବହୁତ ଉଚ୍ଚ କୋଟିର ବହୁତ ନିଚର କଥା କହିଛନ୍ତି ବହୁତ ମୋ ଧର୍ମ ଦ୍ୱାରା ଆଚାର୍ଯ୍ୟ ସବୁ କଥା କହିଛନ୍ତି ତେଣୁ ଏଇ ଚିନ୍ତନରେ ବୁଡ଼ିଗଲେ କି କହିଲେ ମୁଁ ଭଗବାନଙ୍କର ଦାସାନୁଦାସ ତାଙ୍କର ଏମିତି କରୁ 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 ମୁଁ ସେ ଗୋଟେ ସ୍ଥିତିକୁ ପହଞ୍ଚିଗଲେ ଯେଟା ଭଗବାନଙ୍କର ତ ଘର ନିଶ୍ଚିତ ଭାବରେ ରଙ୍ଗନାଥ କଣ ବା ଯେକୌଣସି ମନ୍ଦିର କଣ ଭଗବାନଙ୍କର ଘର ସେଥିରେ ସବୁ ଦାସୀ ପରିଡ଼ା ସବୁ କଥା ରହୁଛନ୍ତି ୟା ଭିତରେ ମୁଁ କୋଉ ସେବାଟା ନେଲେ ଭଲ ହବ ସେ ତା ଭିତରେ ବାଛିଲେ ଆଉ କହିଲେ ୟା ଭିତରେ ଗୋଟେ ଦ୍ୱାରପାଳ ଦ୍ୱାର ଦେଖିବା ସେବାଟା ଠିକ ମୋ ଠିକ ହବ କଣ ସେ ସେବାଟା ଏଟା ତେଲି ଯେମିତି ଭାବରାଜରେ ପଶିଲା ଭଳିଆ ବୁଝିଲେ ତା ଭିତରେ ପଶିଲେ ଆଉ ଯେ ମୁଁ ଦ୍ୱାରପାଳ ହେଲେ ମୁଁ ଏଇ ଘରର ମୁଁ ଗୋଟେ କୁତ୍ତା ମାନେ କୁକୁର କଣ ଖାଇକି ଦ୍ୱାର ମୁଣ୍ଡ ବସିବ ନା ଆଉ ଦେଖୁନ ଆମର କୁତ୍ତା କେମିତି ହଉଛି ଭୋକିବେ ତ ହଁ ଯିଏ ଆଇଲ ଭୋକିଲା ଆସିବ ଯିଏ ଗଲେ ଭୋକୁଛି ଯିଏ ଆସିଲେ ଭୋକୁଛି ଏମିତି ଚିନ୍ତନ କରି 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 ତନ୍ମୟ ତଦାକର ହେଇଥିଲେ ଆଉ ତନ ମଉସା ତଦାଲାପା ଚେଷ୍ଟା ଆରମ୍ଭ ହେଲା ସେ କୁତ୍ତା ତ କୁକୁର ହେଇଗଲେ ତ ଆଉ କୁକୁର ଭାବ ପଡିଲା ତା କୁକୁର ଆସନା ତାର ଆରମ୍ଭ ହେଲା ଏଠି ଆଉ କୁକୁର ଆସନା କୁକୁର ଯେମିତି ଚାଲେ ଯେମିତି ଭୁକେ ଯେମିତି ଶୁଙ୍ଗେ ଯେମିତି ରହେ ସେମିତି ଆରମ୍ଭ ହେଲା ସେଥିରେ କୁକୁର ଭଳିଆ ଭୁକିବା ଆରମ୍ଭ ହେଇଗଲା ଆଉ ଏତେ ତନ୍ମୟ ହେଇଗଲେ ଏସବୁ କଣ ହେଲା ସବୁ ଅନ୍ୟ ଦେଖିକି ସବୁ ଏମିତି କଣ ହେଇଗଲା ମହାରାଜଙ୍କର ଏମିତି କଣ ହେଇଗଲା ମହାରାଜଙ୍କର ବୋଲି ସମସ୍ତେ ଆଉ କାହାକୁ ସେ କାହାର ଚିନ୍ତନକୁ ସେ ଆଉ ଯାଇପାରୁନାହାନ୍ତି ତାଙ୍କ ସ୍ଥିତିରେ ସେ ଅଛି ଭକ୍ତମାଳ କଥା ବାସ୍ ରହିବି ତାପରେ ଭଗବାନ ସ୍ୱୟଂ ଯେମିତିକି ଆମର ଯୋଉ
ଯାଜପୁରିଆ ବନ୍ଧୁ ମହାନ୍ତଙ୍କୁ ଯେମିତି ଆଣିକି ଦେଇଥିଲେ ପ୍ରସାଦ, ସେମିତି ଭଗବାନ ନିଜେ ହିଁ ସେଠି ଆଗ ତାକୁ ଦେବେ ହେଲେ ଭୁଲ ଦେଖାଯିବ ବାହାରେ। ଭୁଲଟା ଦେଖାଯାଉ, କିନ୍ତୁ ସେଇଟାକୁ ଆମେ ଅନ୍ତର ମେନ୍ ଜାଗାରେ ନ ଦେଖିକି ଆମେ ବାହାରେ ବୁଲୁଛେ। ତେଣୁ ବାହାରେ ଅସୀମ କିଛି ପାଇପାରିବ, ତାର ଲମ୍ବା ଚଉଡ଼ା ଆକାର କେତେ କିଛି ପାଇପାରିବ। ହିନ୍ଦୀରେ ଯୋଉ କହନ୍ତି अपनी गिरबान को छांट के देखो, ଅଞ୍ଚଳକୁ ଛାଟ। ତେବେ ଏହା ତ ନିଶ୍ଚିତ କଥା, ଏଠି ବର୍ତ୍ତମାନର ଭଗବାନଙ୍କର ଯୋଉ ଲୀଳା ଉପରେ ବା ମହାପ୍ରଭୁଙ୍କର ଯୋଉ ଶିକ୍ଷା ଉପରେ ସନାତନ ଗୋସ୍ୱାମୀ ପ୍ରତି ସମ୍ବନ୍ଧ ତତ୍ତ୍ୱକୁ ଜାଣିବା ବା ନିଷ୍ଠାଗ୍ର ରଖିବା, ତାର ସଂସ୍ପର୍ଶରେ କଣ ସବୁ ଆନନ୍ଦ, କଣ ମାଧୁର୍ଯ୍ୟ ସବୁ ରହିଛି, ଯେ ଭଗବାନଙ୍କର ଅବତାରକୁ ନେଇକି, ସାକାର ବ୍ରହ୍ମକୁ ନେଇକି, ସବିଶେଷ ବ୍ରହ୍ମକୁ ନେଇକି ତାଙ୍କର ଲୀଳାକୁ ଯଦି ଗୋପ ଅନ୍ୟ କୌଣସି ଲୀଳା ନାହିଁ, ଗୋପ ଲୀଳା ସ୍ୱୟଂ ଭଗବାନ ପ୍ରକଟ ହେଇଛନ୍ତି। ଆଉ ଭଗବାନଙ୍କ ଯେତେ ଏସବୁ ତ କଳା ବିଶିଷ୍ଟ ଅଂଶ ବିଶିଷ୍ଟ ସବୁ, ଏଠି ସ୍ୱୟଂ ଭଗବାନ କୃଷ୍ଣ ତାଙ୍କର ଯୋଉ ମାଧୁର୍ଯ୍ୟ ସବୁ ରହିଛି, ସବୁ ପ୍ରକାର ମାଧୁର୍ଯ୍ୟ ରହିଛି, ସେ ମାଧୁର୍ଯ୍ୟଟା କେବଳ ଗୋପରେ, ଏବଂ ଏଇ ଗୋପ ଲୀଳା ସାରି ଯେତେବେଳେ ମଥୁରା ପଡ଼ିଲେ, ମଥୁରାରେ ଗୋପ ଚିନ୍ତନ ସ୍ୱୟଂ ଭଗବାନ ନିଜେ କରୁଛନ୍ତି ଆକର୍ଷଣ। ଏ ହଉ ଚର୍ଚ୍ଚାର ବିଷୟ, ଶିକ୍ଷାର ତାକୁ ଆମେ ପ୍ରାକ୍ଟିକାଲକୁ ଆଣିବାକୁ ଯାଇକି ଆମ ନିଜ ପାଖକୁ, ଗୋଟେ ସାଧକ ନିଜ ପାଖକୁ ଆସୁଛୁ କି ନାଇଁ, ନିଜ ପାଖକୁ କଣ, ନିଜ ପାଖକୁ ନା ତୁମର ଯୋଉ ବାଲ୍ୟ ପୌଗଣ୍ଡ କୌମାର ପର୍ଯ୍ୟନ୍ତ ଚିନ୍ତନ କର। ଏଥିରେ ଏଇ ମାଧୁର୍ଯ୍ୟ ସବୁ କିଛି ପାଇଯିବେ, ଉପଲବ୍ଧି ଯେତେ ଜଲ୍ଦି ଯେତେ ଶୀଘ୍ର ଏଠାରେ ଉପଲବ୍ଧି ହବ, ଶାସ୍ତ୍ର ପୁରାଣ ଅନ୍ୟ ତୀର୍ଥବ୍ରତ ଅନ୍ୟ କୌଣସି ତତ୍ତ୍ୱ ନ୍ୟାୟମାତ୍ମ ପ୍ରବଚନ ନ ଲଭ୍ୟ, न्यायमात्मा प्रवचनेन लभ्य न मेधया न बहुना श्रुतेन जन एव वैश्य वृणुते तेन लभ्य तस्यैष आत्मा विवृणते तदस्वाम। एते भगवान प्रसन्न ହେଇଯିବେ, ଏତେ ପ୍ରସନ୍ନ ହେଇଯିବେ ମାନେ କହିବାର ନାହିଁ। ଆଉ ତାକୁ ତ୍ୟାଗୀ କୁହାଯିବ, ତ୍ୟାଗରେ ପ୍ରତିମୂର୍ତ୍ତି ହେଇଯିବ। ଯଦି 15 ବର୍ଷରେ ଆପଣ ବର୍ତ୍ତମାନ ବୟସ୍କକୁ ତ୍ୟାଗ କରିଦେଲେ, ଆଉ କଣ ତ୍ୟାଗ କରିବାର ଅଛି? ଘର ଦ୍ୱାର ତ ରଖିବାଟା ବଡ କଥା ନୁହେଁ, ଭାଇ ବନ୍ଧୁକୁ ସ୍ତ୍ରୀକୁ ତ୍ୟାଗ କରିବା ବଡ କଥା ନୁହେଁ। ବଡ କଥା ହେଲା 15 ବର୍ଷ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତ୍ୟାଗ କରିଦେବା ହଉଛି ତ୍ୟାଗୀ, ତାକୁ କହିବେ ନା କଣ? ମାନେ ତ୍ୟାଗ ମାନେ ମନରୁ ବାବା ସେଟା ହଟେଇବାଟା। ସେ ଯୋଉ 15 ବର୍ଷ ପର ଅବସ୍ଥାଠୁ ବର୍ତ୍ତମାନ ଅବସ୍ଥା ପର୍ଯ୍ୟନ୍ତ ଯାହା ଯାହା ସ୍ଥିତି ଅଛି, ଏଇଟାକୁ ମନରୁ ହଟେଇବାଟା। ସେଇଟା ହଟେଇଦେଲେ ତ ପିଲାଟି ହେଇଗଲେ, ଛୋଟିଆ ପିଲାଟି ହେଇଗଲେ ସେଇଟା ଅବସ୍ଥା ଆସିଗଲା। ଗୋଟେ ବାଳକ ସୁଲଭ ଗୁଣ, ସେଇଥିରେ ଅହମ ନାହିଁ, କୁତ୍ତା ବୋଲି ଭାବେ ଏଇ ସ୍ଥିତିଟା ଆଣିବାର ମାନେ, ତାହେଲେ ଅହରହ ସେମିତି ଗୋଟେ ମାନେ ଚିନ୍ତନ କରି ସେଇଥିରେ ବୁଡିକି ରହିବ। ଯିଏ ଯୋଉ ଭାବକୁ ନେଲା, କୁତା ସ୍ଥିତି କଥା କହୁଛନ୍ତି, ଏ ଯୋଉ ସବୁ ପାଗଳ ମାନେ ସବୁ କହୁଛନ୍ତି, ସେମାନେ ଗୋଟେ ପୁରୁଣା କୌଣସି ସ୍ଥିତି ମାଇଣ୍ଡ ଟା ପଡିଛି। କଣ କି ଗୋଟେ ଶକ୍ତି, ସେଇ ସ୍ଥିତିରେ ସବୁବେଳେ ବୁଲୁଛନ୍ତି, ସେଇ ଜାଗାରେ ହିଁ ସେମାନେ ସେଇଠୁ ବାହାରି ଅଛନ୍ତି, ସେଇଟା ବାହାରି ପାରୁନାହାନ୍ତି, ସେଠୁ ସେ ବାହାରି ପାରୁନାହାନ୍ତି। ଆମେ ପାଗଳ ଆମେ କହୁଛେ, ପାଗଳ ବୋଲି ଆମେ କହୁଛେ। ଆଉ ମ୍ୟାଚ୍ କରୁନି ପରା, ସେ ରାତି କଥା ହେଲା, ଆମେ ଦିନ କଥା କହୁଛେ, ମ୍ୟାଚ୍ କରୁନି। ଆମେ ବଡ ଚାଲାକିଲି ଭାବି ବର୍ତ୍ତମାନ ଆମେ ସ୍ଥିତିକି ଆସିଛେ। 70 ବର୍ଷ ବୟସ ହେଲାଣି, ଆମଠୁ ପାରବାର କିଏ ଅଛି? ବର୍ତ୍ତମାନ ଆମର ଯୋଉ 15 ବର୍ଷରେ ପର୍ଯ୍ୟନ୍ତ ଆମେ କଣ ବର୍ତ୍ତମାନ ପାଗଳ ନା ଆଉ ଆମେ ଏଇ ସ୍ଥିତିରୁ ବର୍ତ୍ତମାନ ଆମ ବାସ୍ତବ ସ୍ଥିତିକି ଯାଇପାରୁନେ ନା। ବର୍ତ୍ତମାନ ଆମେ କଣ ପାଗଳ ନା? ଏଇଟା ଗୋଟେ ପାଗଳ, ଏଥିରେ ଆମେ ଲାଗିଛେ, ଏଥିରେ ଲକ୍ ହେଇଛେ। ଏଇ ପିରିୟଡ
ସାନ ପୁଅ ଦିଟା ପୁଅ ଅଛି। ହଁ ସାନ ପୁଅଟା ଭେଣ୍ଡାଗଲା, ବଡ ପୁଅଟା ଭେଣ୍ଡାଗଲା। ବଡ ପୁଅଟା ଯିଏ ସେ 5 ବର୍ଷ ବୃଦ୍ଧରୁ ଆଉ ସେ ବର୍ତ୍ତମାନ ତାକୁ 25-30 ବର୍ଷ ହେଲାଣି, ସେ ଆଉ ସେ ପର୍ଯ୍ୟନ୍ତ ନା ସେ ମା କାନି ଧରିକି ବୁଲୁଛି। ତା ସାନ ପୁଅ ଭେଣ୍ଡା ହେଇକି ସେ ତାର ମରଦାକୁ ଆସିଲାଣି, ହଁ କିନ୍ତୁ ବଡ ପୁଅ ଯାହା ଯିଏ ଅଛି ସେ ତା ମା କାନି ଧରିକି ସବୁବେଳେ ବୁଲୁଛି। ସେ ପିଲାଳିଆ ସ୍ଥିତିରେ ହେଇଯାଇଛି। କଣ ଘଟଣା ନା ସେ ତାକୁ ବି 70 ବର୍ଷ ହେଇଥିବ ବୟସ, କାହାକୁ ସେ ବଡ ପୁଅ ବୟସ ହଁ ବଡ ପୁଅ ହେଲାଣି, ବୟସ ସେଠି ବୟସ ଉଞ୍ଚା ସବୁ ହେଲାଣି, ସବୁ। କିନ୍ତୁ ଯୋଉ ତାର ଯୋଉ ବୁଦ୍ଧିଟା ପରିପକ୍ୱ ଅବସ୍ଥା ଉଠୁନି। ସେଟାକୁ କଣ ଗୋଟେ କହନ୍ତି ମେଡିକାଲ ଏଟା ବାୟାଟା ବୋଲି କହିବି ପୁରା ଗ୍ରୋଥ ହବା କଥା। ହଁ ମେଣ୍ଟାଲ ଗ୍ରୋଥ ନାହିଁ ବୋଲି କହିବେ ସେଟାକୁ। ଏଇଟା ସେ ଚିନ୍ତନ କରୁନାହାନ୍ତି। ସେ ଚିନ୍ତନ କଣ ରାଧାଣୀ ଗୋପ କଟକରେ କଣ କେମିତି ଖେଳିଲା ତ ଏଇଟା ଚିନ୍ତା କରୁଛନ୍ତି। ହଁ ସେଇଟା ହିଁ ତ ଯୋଉଟା ବାବା କହିଲେ ଏବେ ସେଟାକୁ ଆମେ ପ୍ରାକ୍ଟିକାଲି କେମିତି ସେ ସ୍ଥିତିକି ଯିବୁ ତାର ଟେକ୍ନିକ କଣ ସେଇଟା ଜାଣିବା ଦରକାର। କେମିତି ସେ ସ୍ଥିତିକି ଯାଇପାରିବ ମଣିଷ। ପାଗଳ ହବା ପଡିବ ଆଉ କଣ? ହଁ ପାଗଳ ସବୁ ଛାଡିକି ପାଗଳ ହବା ପଡିବ। ପାଗଳ ନା ଏଇଥିରେ ପାଗଳ ହେଲେ ହେଇଯିବ ଆଉ କିଛି ନାହିଁ। ଏଇ ବିଦ୍ୟାରେ ପାଗଳ ହେଲେ ତ ହେଇଯିବ ଆଉ କଣ? ଆଉ ପଛ ମନ କିଛି ପଡିବନି। ହଁ ପଚାର ବାବା ବଢିଆ ଟାଇମ ଟା ଏବେ ଏତେ ସୁନ୍ଦର ପ୍ରଶ୍ନଟି ଉଠିଛି ଏବେ। ବାବା କହୁଛନ୍ତି ସବୁ ଜାଗା ଦୁଃଖ ପଳେଇବ। ଯୋଉ ମାନେ ସାଙ୍ଗସାଥି ଭାଇ ସମସ୍ତେ ଅଛନ୍ତି ସେମାନଙ୍କ ସହିତ ଯୋଉ ସ୍ନେହ ଶ୍ରଦ୍ଧା ପିଲାବେଳେ ଥିଲା ଏବେ ଆଉ ସେଇଟା ନାହିଁ। କିନ୍ତୁ ପିଲା ହେଇକି ଚିନ୍ତା କଲା ବେଳକୁ ଏବେ ଲାଗୁଛି ଯେ ସେ ଏତେ ଶ୍ରଦ୍ଧାରେ ଥିବା ଜିନିଷଟା ଏବେ କାହିଁ ଚେଞ୍ଜ ହେଇଗଲା। ତା ଅପେକ୍ଷା ଯଦି ମୁଁ ବସିକି ଭାବେ ପ୍ରଭୁ ଏମିତି ମାନେ ବାଲଗୋପାଳ ଏତେ ସୁନ୍ଦର ଥିଲେ, ସିଏ ମାଙ୍କ ସହିତ ଏମିତି ଖେଳୁଥିଲେ, କି ରାଧାରାଣୀଙ୍କ ସହିତ କୁଞ୍ଜରେ ବୁଲୁଥିଲେ, ମୁଁ ଯଦି ସେଇଟା ବସିକି ଚିନ୍ତନ କରେ ତାହେଲେ ମୋର ଆଉ ଏସବୁ ସଂସାର କୌଣସି ମାନେ ଏଇଟା କାହିଁକି ପ୍ରୋବ୍ଲେମ ହେଲା ସେଇଟା କାହିଁକି ପ୍ରୋବ୍ଲେମ ହେଲା କିଛି ଆସେ ନା। ସେଇଟା ହବାଟା ଅନ୍ତର୍ମୁଖୀ ନା ନିଜ ଭିତରକୁ ଯାଇକି ନିଜ ପିଲାବେଳ ଦେଖିବାଟା ଅନ୍ତର୍ମୁଖୀ। ଠିକ ପ୍ରଶ୍ନ। ଏଇଟା ହେଲେ ସେଇଟା ପ୍ରାପ୍ତକୁ ଆମକୁ ସହଜ ହେଇଯିବ। এইটা এই জিনিসটা নাকি সেটা তারপরে ব্যবহার করা হবে সেটা এই ফর্মুলা নেই সেটি পড়ি ফর্মুলাটা ହିଁ ଶ୍ରୀକୃଷ୍ଣଙ୍କର ଯଶୋଦା ମାଙ୍କ ସାଙ୍ଗରେ ଯୋଉ ଲୀଳା ବା ଗୋପରେ ଯୋଉ ଲୀଳା ସେଇଠିକି ଯିବା ପାଇଁ ଚିନ୍ତନ ପାଇଁ ଆମକୁ ସହଜ ହେଇଯିବ, ନିକଟ ହେଇଯିବ। କାହିଁକି ପ୍ରୋବ୍ଲେମ ଗୁଡା ହଉଛି କଣ ଆମର ଯୋଉ ଉପାଧି ଗୁଡା ଆମକୁ ବିରୋଧ କରୁଛି। ତେଣୁ ଆମ କୌମାର ପ୍ରତି ଆମର ସାରି ଉପାଧି ନଷ୍ଟ ହେଇଗଲା। ଉପାଧି ନଷ୍ଟ ହେଲା ପରେ ଭଗବାନଙ୍କୁ ମିଳିବା, ଭଗବାନ ଚିନ୍ତନ କରିବା ପାଇଁ ଆଉ କୌଣସି ରହିଲା କଣ? ଆଉ ତ ରହିଲା ସିଧା ରାସ୍ତା କ୍ଲିୟର ହେଇଗଲା କଣ? ଏବେ ଆମେ ଚିନ୍ତନ କରିବାର ମାନେଟା ଉଦ୍ଦେଶ୍ୟଟା କଣ? ଉପାଧି ନଷ୍ଟ ପାଇଁ ସବୁ ଉପାଧି ବିନିମୁକ୍ତ ଉପାଧି ମୁକ୍ତ ହେଇଯାଅ। ଆଉ କିଛି କାରଣ ନାହିଁ, କାରଣ ଆଉ କିଛି ନାହିଁ, କେବଳ ନିଜ ଉପାଧିରୁ ମୁକ୍ତ ହେଇଯାଅ। ଉପାଧିରୁ ମୁକ୍ତ ହେଇଯାଅ। ଉପାଧିରୁ ମୁକ୍ତ ହେଇଗଲେ କୃଷ୍ଣ ଚିନ୍ତନ ଆଉ କିଛି ଅସୁବିଧା ନାହିଁ। ଯେମିତିକି ଆମେ ଭଗବତ ଚିନ୍ତନ ପାଇଁ ଭଗବତ ସ୍ମରଣ ପାଇଁ କିନ୍ତୁ ଆମର ଗୋଟେ ଫର୍ମୁଲା ପକଉଛି କଣ ନା ଆମ ପାରିବାରକୁ ଆଗ ସଜାଡ଼ିବା। ଆମ ପରସ୍ପର ଭିତରେ ଆଗ ସ୍ନେହ ପ୍ରୀତି ରହିଲେ ଯେକୌଣସି ଗୋଷ୍ଠୀ ଭିତରେ କୁହ, ଅନୁଷ୍ଠାନ ଭିତରେ କୁହ, ଘର ପରିବାରକୁ ନେଇ କୁହ, ପରସ୍ପର ଭିତରେ ଆଗ ଶୃଙ୍ଖଳାକୁ ଆମେ ଦେଖୁଛେ ନା ନାଇଁ? କଣ ପାଇଁ ଶୃଙ୍ଖଳା ଦେଖୁଥାଏ ନା ଈଶ୍ୱର ଚିନ୍ତନଟା ଆଦର ସୁବିଧା। ଆମ ପରସ୍ପର ଭିତରେ ସ୍ୱାମୀ ସ୍ତ୍ରୀକୁ ନେଇକି କୁହ, ଭାଇ ଭାଇକି ନେଇକି କୁହ ବା ଯାହାକୁ ନିଅ, ଯଦି ପରସ୍ପର ଭିତରେ ସ୍ନେହ ନଥିବ, ଯଦି ଜଣେ ଯାଉଦାରେ ମୁଁ ଟିକେ ସତ୍ସଙ୍ଗ ଟିକେ ଯାଉଛି ବା ଟିକେ କୃଷ୍ଣଙ୍କର ଆଜି କଣ ଭଜନ ଟିକେ କରିବା, ଟିକେ କୀର୍ତ୍ତନ କରିବା ବା କିଏ ଜଣେ ସାଧୁସଙ୍ଗ ଆସୁଛନ୍ତି ତାଙ୍କୁ ଟିକେ ବୁଝିବା, ଏରାକରେ କୌଣସି ପ୍ରତିବନ୍ଧକ ରହିବନି। ଆଉ ରହିବ କି ନା? ପରସ୍ପର ଆମର ମିତ୍ରତା ଥିବ। ଏଇଟା ପ୍ରଥମ ସ୍ତରରେ କି ନାହିଁ?
এইটা ହେଇପାରୁନି ବୋଲିକି ଆମେ କ'ଣ କରୁଛେ ନାଇଁ ନାଇଁ ଏ ଗୋଷ୍ଠୀ ହେଇପାରୁନି ଆମେ ଆମର ଅଲଗା ହେଇଯିବ ବାହାରକୁ ଆମେ ଆଜି ଘରୁ ବାହାରିକି ହିଁ ପଳେଇ ଆସିଛୁ ନା ଏଇ ସୁଯୋଗ ଆମ ପରିବେଶରେ ହେଇପାରୁନି କାହିଁକି ତା ମନ ଗୋଟେ ଆଡ଼େ ତା ମନ ଗୋଟେ ତା ମନ ଗୋଟେ ତା ମନ ଗୋଟେ ସ୍ତ୍ରୀ ଗୋଟେ କଥା କାଢୁ ସ୍ୱାମୀ ଗୋଟେ କଥା କହୁ ଯଦି ସାଧୁ ଜଣ ଆସିଲେ କେମିତି ଚର୍ଚ୍ଚା ହବ କି ହେଇପାରିବ ତେଣୁ ଆକୁ ଯଦି ଆମେ ସଜାଡ଼ି ଦେଲେ ଆମର ଭଗବତ ସ୍ମୃତି ପାଇଁ ଯଦି ଏ ହେଇଗଲା ଆମର ପରିପୋଷଣ ହେଇଗଲା କି ନାହିଁ ସେମିତି ଆମର ଯେତେବେଳେ ଛନ୍ଦ କପଟ ମୋହ ମାୟା କପଟ ଯୋଉଦିନ ସୃଷ୍ଟି ହେଇଯାଉଛି ସେଇ ପର୍ଯ୍ୟନ୍ତ ଅବସ୍ଥାଟାକୁ ଆମେ ତ୍ୟାଗ କରିଦେଲେ ଛାଡ଼ିଦେଲେ ଆମେ ସରଳ ଜୀବନ ଯାପନକୁ ପଳେଇ ଆସିଲେ କି ନାହିଁ ଭଗବାନ ଜୀବନ ସରଳ ଜୀବନ ଯାପନ ପଳେଇ ଆସିଲେ କି ନାହିଁ ଏ ସରଳ ଜୀବନ ଯାପନରେ କ'ଣ ଭଗବତ ଚିନ୍ତନ ପାଇଁ ସବୁଗୁଡ଼ା ଅନୁକୂଳ ହେଇଯିବ ସବୁଗୁଡ଼ା ଅନୁକୂଳ ହେଇଯିବ ଏ ଭଗବତ ଚିନ୍ତନ ଆମର ପୁରା ଏଇଥିପାଇଁ ସବୁ ଗୁଡ଼ାକ ବିସ୍ମୃତି ହେଇଯାଉଛି ଆମେ ସେଇ ସମୟରୁ ପୁରା ପ୍ରକୃତିର ନାନା ରାସ୍ତାରେ ପଶି ଯାଉଛେ ନାନା ଭାବନା ଆସି ପହଞ୍ଚି ଯାଉଛି ଅନାବଶ୍ୟକ ଭାବନା ପହଞ୍ଚି ଯାଉଛି ପର୍ସନାଲିଟିରେ କ'ଣ ଯେ ଅନର୍ଥ ନାହିଁ ତମେ ହିସାବ କରିପାରିବ ପର୍ସନାଲିଟା କଟିବା ପାଇଁ ହିଁ ସରଳ ଜୀବନ ପାଇଁ ହିଁ ଏଇଟା ଅନ୍ତର୍ମୁଖୀ କରାଯାଉଛି ତୁମେ ପଳେଇ ଆସ କୌମାର ପର୍ଯ୍ୟନ୍ତ ଆସିଲା ପରେ ତୁମର ଶୁଦ୍ଧତା ଆସିଗଲା ସରଳତା ଆସିଗଲା ଆଉ କୌଣସି ଚିନ୍ତନ ତା ଭିତରେ ଆଉ ରହିଲା ନାହିଁ ସେଇ ଚିନ୍ତନ ସେଇ ଚିତ୍ରରେ ହିଁ ଭଗବତ ସ୍ମରଣ ପାଇଁ ଭଗବତ ଲୀଳାର ସ୍ମରଣ ପାଇଁ ସରଳ ହେଇଯିବ ସୁଗମ ହେଇଯିବ ସୁବିଧା ହେଇଯିବ ଆମର 2 ଦିନ ତଳେ ସେ କଥା ପଡିଥିଲା ଯେ ପରିବେଶରେ ତୁମେ ସମ୍ବନ୍ଧ ତତ୍ତ୍ୱକୁ ଦେଖ ସବୁ ପିତାଙ୍କୁ ଖୋଦ ପିତା ନ ଦେଖି ଭଗବାନ ହିଁ ପିତା ମୋର ହେଇଛି ତୁମେ ମାତା ତୁମେ ପିତା ତୁମେ କହୁନି ମାତାକୁ ଖୋଦ ମାତା ସ୍ଥିତିରେ ନ ରଖିଦିଅ କ'ଣ ସେ ଭଗବାନ ହିଁ ମାତା ଭଗବାନ ଭଗବାନ ସବୁଥିରେ ଦେଖ ଏଇଟା ତ ସବୁବେଳେ ଚର୍ଚ୍ଚା କରୁଛି କିନ୍ତୁ ଅଳଙ୍କାରରେ ସୁନାକୁ ଆମେ ଦେଖୁଥାଏ ଅସ୍ତ୍ରରେ ଲୁହାକୁ ଦେଖୁଥାଏ ବା କୌଣସି ବର୍ତ୍ତନରେ କଂସା ବା ମାଟିକି ଦେଖୁଥାଏ ସେ ତତ୍ତ୍ୱରୁ ଆମେ କେତେବେଳେ ହଟି ଯାଉଛେ କି ଯେତେ ଅଳଙ୍କାର ଆମେ ସୁନ୍ଦର କରି ପିନ୍ଧିଲେ ବି ସୁନା ଜ୍ଞାନ ହଟି ଯାଉଛି କି ଆମର କିନ୍ତୁ ଏ ସଂସାର କ୍ଷେତ୍ରରେ ଭଗବତ ଜ୍ଞାନଟା କାହିଁକି ହଟି ଯାଉଛି ଏଇ ତ ଶାସ୍ତ୍ର ସିଦ୍ଧାନ୍ତ ସବୁବେଳେ କହୁଛନ୍ତି ମାନେ ମୂଳ ଉପାଦାନଟା ଯୋଉଟା ଆମେ ସୁନାକୁ ଭୁଲୁନେ ନା ଖୁବ ସାବଧାନ ରଖୁଛେ ଏଇଠି କାହିଁ ମୂଳ ଉପାଦାନଟା ଭୁଲି ଯାଉଛି ଏଠି ମୂଳ ଉପାଦାନ କାହିଁ ଭୁଲି ଯାଉଛ ଏଇଟା ତ ନିଶ୍ଚୟ ଗୋଟା ବିଶ୍ୱାସ ନାହିଁ ପୂର୍ଣ୍ଣ ବିଶ୍ୱାସ ଭଗବାନ ଏଇଟା ହେଇଛନ୍ତି ବୋଲି ବିଶ୍ୱାସ ନାହିଁ ନା କଥାବାର୍ତ୍ତା ଆମେ ହଁ କରୁଛୁ ନା ହଁ କରିଦଉଛେ ଗା ଆମେ ମନା କରୁନେ କିନ୍ତୁ ଭୁଲୁଛୁ କାହିଁକି ଖୋଦ ସମ୍ମତ ଜ୍ଞାନଟା ନଥିବାରୁ କେବଳ ପିତା ପୁତ୍ର ସ୍ତ୍ରୀ ଏଇ ଭାବ ନଥିବାରୁ ୟାର ପରିଣାମ କ'ଣ ହଉଛି ଆମେ ଭୋଗୁଥାଏ ଯଦି ଭଗବତ ଜ୍ଞାନଟା ଯଦି ରହିବ ଏଟା ତ ବାସ୍ତବ ଜ୍ଞାନ ନା ତାହେଲେ ତା ପରିଣାମ କ'ଣ ହବ ଦୁଃଖ ହବ ଆଉ ଦୁଃଖର ପ୍ରଶ୍ନ ହିଁ ଆସିବ ଆଉ ନାହିଁ ସେଠି ସେ ରାଜ୍ୟରେ ଏଇ ହଉଛି କଥା କିନ୍ତୁ ତା ପାଇଁ ବାବା ପରୀକ୍ଷା ବି ଦେବାକୁ ପଡିବ ଭଗବାନ ଯଦି ପୁରା ଦୃଢ ଭାବରେ ସମ୍ବନ୍ଧ ତତ୍ତ୍ୱ ଯଦି ପ୍ରତିଷ୍ଠିତ ବୋଲେ ଯଦି ଯାଉଛି ଜଣେ ଭଗବାନ ପରୀକ୍ଷା ବି ନେବେ ଦେଖିବା ପରୀକ୍ଷା ତ ଦବ ଠିକ ଅଛି କିନ୍ତୁ ପ୍ରଥମ ପରୀକ୍ଷା ହଉଛି ତୁମେ ସତ୍ସଙ୍ଗ ସବୁଦିନ ଶୁଣ ଏଇଟା ତାର ଫର୍ମୁଲା ଆରମ୍ଭ ହେଲା ସବୁଦିନ ହରି କଥା କିଛି ନା କିଛି ତୁମେ ଶୁଣ ବା କର କରିବା ଶୁଣ
କରିବାରେ କିଛି କାମ ନାହିଁ କ'ଣ କରୁଛୁ ଆମେ ଯେ କି କରିବା ନାହିଁ ଏ ହରିଙ୍କ କଥା ସବୁବେଳେ ଶୁଣ ଏ ହଉ ତାର ପ୍ରଥମ ଫାଉଣ୍ଡେସନ यार एते महत्वपूर्ण तो ग्रंथर स्तर अनुसार सब वर्णना है लेकिन न हृदय योग न सांख्य धर्म न स्वाधात त्याग कौन न स्वाधात त्याग जथा कौन गोटे हाँ जथा सत्संग बौद्ध सत्संग महिमा अच्छी छंदा व्रतानि दग्ध छंदांस तीर्थान नियमादमा जब सत्संग बौद्धे तो देखिए क्या सुंदर सत्संग महात्मा इला बड़ तपस्या साधन हरिकथा सुनवा हाथ रुचि हवा श्रद्धार सहित सुनवा श्रद्धार सहित सुनवा हेले तो कोई सताम प्रसंगा मन संगीत सारी शक्ति सामर्थ्य से नीत कथा तब कथामृत ये सब आम जानते तब कथामृत तेणु जीवन में सत्संग केतने विमुख न हम हेले जो ता भीतर जो अति गुह्य बा गोपनीय गोपनीय जिनस गुड़ा सब रही जोटा कि पूरा हाथ को धरने गुड़ा भगवान प्रेरित करते बढ़िया बढ़िया भगवान पास सब अस्त्र अच्छी अस्त्र किए मर अवश्य भाव सृष्टि हम भाव सृष्टि होगा सब जहाँ सब अच्छे साधारण भवन जहाँ सब सरल हो सरल सरल तन्मयता प्राप्त हो शुण खूब शुण आगे प्राप्तिकूल्य बाबा विवर्जन हबार अच्छे इटा शुणला परे यार क्रियासी करिवो फेरे हां सब क्रियाटा आपण जो विषय शुणु से विषय तुमको आकर्षण धीरे 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 करिवो जदि तापर भरोसा अछि संग दूसरे दिन रंग धीरे धीरे लागुतले नै हां जो बड़ी संग गोटे कर गोटे औरुति संग आपण धीरे धीरे कर नाहंती धीरे धीरे ता संग करंदु हेटा तुम पे घृणा थिला प्रथम स्तर रे से पूरा आदर पूरा आदर कि अद्भुत सब कर भगवान पूरा आदर है अति घृण्य जोटा आप टेस्ट करंतु सर टिप मारंतु ना हाँ तार जोशटा केमती जोटा टेस्ट कर और चीजें प्रथम टी लगे आनंद आ विशेष कर प्रकृति तुम लगे सागे सागे अनुभूति 10-12 दिन एक समय लगुच परमात्मा यहीटा तो हबनी हाँ सेकंडा सागे सागे अनुभूति कहीं तल नदी बहुचंदी तो सियाड़ निम्न आड़ को धाराटा खराब जिन धाराटा धाराटा तल आड़ दौड़ू सेमती सांगे सांगे पड़िया पड़िया मिसिक उठे नहीं तो बसईदेवी सेपट को अनेक अनेक जिन अच्छे गोटे गोटे बहुत रास्ता प्रथम भगवती कौन प्रथम भगति संतन कर संगा दूसरी ममरति कथा प्रसंगा भक्ति मम कथा प्रसंग गुरुपद पंकज सेवा तीसरी भक्ति अमान सुनो आगे श्रवण तुम सुनो सुनले ये भितर आम जहाँ सब शंका कौटी कौन टी अबुझा रोचे
ତେଣୁ ଆଜିର ପ୍ରସଙ୍ଗ ଏ ହେଉଛି ବା ମହାପ୍ରଭୁଙ୍କର ଉପଦେଶ ସନାତନ ଗୋସ୍ୱାମୀ ଏଇଆ ହେଉଛି ଯେ ସମ୍ବନ୍ଧକୁ ବୁଝିଲେ ଏଇସବୁ ମାଧୁର୍ଯ୍ୟତା ଭିତରୁ ରହିଛି ମାଧୁର୍ଯ୍ୟ ରହିଛି ଯୋଉ ମାଧୁର୍ଯ୍ୟ ରସରେ ଆଜି ପୁରୀ ପର୍ଯ୍ୟନ୍ତ ପାଗଳ ହେଇଛନ୍ତି ଗୋଟେ ବାଲି ଖେଳୁଥିଲେ ରେ ନନ୍ଦସୁତ କଳା କହ୍ନାଇ ଓ ସିଏ ପୁରା ଗାଇଛନ୍ତି ଉଦ୍ଧବ ଅପୁର ସବୁ କେମିତି ପାଗଳ ସବୁ ଖେଳୁଛନ୍ତି ସେ ତମେ ପାଗଳ ସିଏ ଏଇଠି ହୃଦୟରେ ବି ଖେଳୁଛନ୍ତି ନା ଖାଲି ସେଠି ଖେଳୁଛନ୍ତି କି ବହୁତ ବଢିଆ ଲାଗେ ସେହି ବାଲି ବ୍ରଜ ବାଲି ସେଇ ଧୂଳି ବ୍ରଜ ଧୂଳି କାଳିନ୍ଦୀ ଧୂଳି ଯମୁନା ଧୂଳି ଜଗନ୍ନାଥଙ୍କ ପାଖରେ ପୁନିକି ଲଗେଇଛନ୍ତି ହଁ ଭାରି ବଢିଆ ଗାଇଛନ୍ତି ସେଇ ଭଜନଟା।